ବାହାରେ ରହୁଥିବା ବୋହୂ ଯେତେବେଳେ ଗାଁକୁ ଆସେ ସେଇଟା ପୁଣି ଖରା ଦିନରେ ପୁରା ହାଲତ ମୋ ପରିକା ହେଇଥାଏ। ବାସ୍ ସବୁବେଳେ କାନି ଧର ଆଉ ମୁହଁ ପୋଛ। ହଉ ହଉ ଛାଡ଼ନ୍ତୁ, ସେ ଖରା ଗରମ ହଉ କି ଯାହା ବି ହଉ କାମ ତ କରିବାକୁ ପଡ଼ିବ ନା। ଏଇଠି ମୋର ଦିଅର ବାବୁଙ୍କର ଦିଅ ମଙ୍ଗଳା ପାଇଁକା ସମସ୍ତେ ରେଡ଼ି ହେଇକି ଯାଉଛନ୍ତି ମା ଠାକୁରାଣୀଙ୍କ ପାଖକୁ। ଏବେ ଆପଣ ଯେତେ ଜଣ ହିରୋଇନ୍ ମାନଙ୍କୁ ଦେଖୁଛନ୍ତି ଇଏ ସମସ୍ତେ ହେଉଛନ୍ତି ମୋ ଶାଶୁ ମା। ତାହେଲେ ଗଣିକି କହିଲେ ମୋର କେତେ ଜଣ ଶାଶୁ। ଆଉ ଏଠି ଦିଅ ମଙ୍ଗଳା ହେଇକି ଆସିଲା ପରେ ସେଇ ପାଣିରେ 5 ଜଣ ସ୍ତ୍ରୀ ଲୋକ ହୁଅନ୍ତୁ ବା 7 ଜଣ ମିଶିକି ଆମର ଦୁଲ୍ହା ରାଜକୁ ମାନେ ମୋ ଦିଅର ବାବୁଙ୍କୁ ଏମିତି ଗାଧେଇ ଦେବେ। ଆଉ ଶିଳୁପୁଆ ପାନପତ୍ର ଧରି ଯାହା ଆମର ନିୟମ ରସମ ପରମ୍ପରା ଅଛି ସେଇ ହିସାବରେ କାମଟା କରିବେ। ଆଉ ବାକି ଯେଉଁ ପାଣି ଆଣିଥିବେ ସେଇ ପାଣିରେ ସ୍ନାନ କରିବେ। ତାପରେ ମା ଆସିକି ତାଙ୍କ କାନିରେ ମୁଣ୍ଡ ପୋଛିଦେବେ। ଏବେ ଆଉ କ'ଣ ହବ, ଆମେ ମାନେ ସମସ୍ତେ ପୁରା ଲାଗି ପଡ଼ୁଛୁ ଆମ ଦୁଲ୍ହା ରାଜକୁ ସଜେଇବାରେ। ଆଉ ଦର୍ଶକ ଭାବରେ ଆମେ ଛିଡ଼ା ହେଇଛୁ, ଆମ ସହିତ ଛିଡ଼ା ହେଇଛନ୍ତି ମୋ ସ୍ୱାମୀଙ୍କର ସାଙ୍ଗ। ଆଉ ଦୁଲ୍ହା ବାବୁ ରେଡ଼ି ହେଇସାରିଲା ପରେ କହୁଛନ୍ତି ଫଟୋ ଫଟୋ କିଛି ଉଠାନା, ଜଲ୍ଦି ଜଲ୍ଦି ଚାଲ ମୋ ବାହାଘର ଲେଟ୍ ହେଇଯିବ।